ପୁରୀ ରଥଯାତ୍ରାରେ ଘଟିଲା ବହୁତ ବଡ଼ ଦୁର୍ଘଟଣା। ପୁରୀ ବଡ଼ ଦାଣ୍ଡରେ ଗଡ଼ିଲା ଶହ ଶହ ମୁଣ୍ଡ। ମହାପ୍ରଭୁଙ୍କର ଗୁଣ୍ଡିଚା ଯାତ୍ରା ପାଇଁ ଲକ୍ଷ ଲକ୍ଷ ଲୋକଙ୍କର ଭିଡ଼ ଲାଗିଛି। ଆଉ ଏତେ ଗହଳି ଭିତରେ ଘଟି ଯାଇଛି ଏକ ହୃଦୟ ବିଦାରକ ଘଟଣା। ମହାପ୍ରଭୁଙ୍କର ନନ୍ଦିଘୋଷ ରଥ ଆଜି ଅଟକି ଯାଇଛି ବଡ଼ ଦାଣ୍ଡରେ। ଘଟଣାଟି ଆରମ୍ଭ କରିବା ପୂର୍ବରୁ ଯଦି ଆପଣମାନେ ଜଗତର ନାଥ ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥଙ୍କୁ ମନରେ ଭକ୍ତି କରନ୍ତି, କାଳିଆ ସାଆନ୍ତଙ୍କୁ ନିଜର ଆରାଧ୍ୟ ଦେବତା ବୋଲି ମାନନ୍ତି, ତାହେଲେ କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ଲେଖିଦିଅନ୍ତୁ। ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ସିରିଆପଦା ଗାଁରେ ରହନ୍ତି ରଘୁନାଥ ବିଶ୍ୱାଳ। ତାଙ୍କ ପରିବାର କହିଲେ ଗୋଟେ 8 ବର୍ଷର ଭଉଣୀକୁ ଛାଡ଼ିଦେଲେ ତାଙ୍କର ଆଉ କେହି ନାହାନ୍ତି। ଗୋଟେ ସଡ଼କ ଦୁର୍ଘଟଣାରେ ତାଙ୍କ ବାପା ମା ଆରପାରିକୁ ଚାଲି ଯାଇଛନ୍ତି। ସେବେଠୁ ରଘୁନାଥ ବାବୁ ଭଉଣୀ ପୂଜାର ସବୁ କଥା ବୁଝି ଆସିଛନ୍ତି। ରଘୁନାଥ ବାବୁ ଗାଁ ବଜାରରେ ଗୋଟେ ଜଳଖିଆ ଦୋକାନ କରିଛନ୍ତି। ଆଉ ସେଥିରୁ ଯାହା ରୋଜଗାର ହୁଏ ଭାଇ ଭଉଣୀ ଭଲରେ ଚଳିଯାଆନ୍ତି। ରଘୁନାଥ ବାବୁ ଭଉଣୀ ପୂଜାକୁ ବହୁତ ଭଲ ପାଆନ୍ତି। ଆଉ ଭାଇ ଭଉଣୀ ଦୁହେଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ବହୁତ ବଡ଼ ଭକ୍ତ। ରଥଯାତ୍ରା ଆଉ 2 ଦିନ ଥାଏ। ଭାଇ ଭଉଣୀ ଖାଇ ବସିଥାନ୍ତି। କୁନି ଭଉଣୀ ପୂଜା ଜିଦି ଧରି ବସିଲା, ଭାଇ ଭାଇ ମୋତେ ତୁ ପୁରୀ ନେଇକି ଚାଲେ। ମୁଁ କେବେ ମହାପ୍ରଭୁଙ୍କର ରଥଯାତ୍ରାକୁ ଦେଖିନି, ମୁଁ ଟିକେ ଜଗନ୍ନାଥଙ୍କୁ ଦେଖିବି। ରଘୁନାଥ ବାବୁ କହିଲେ, ନାଇଁରେ ମା, ରଥଯାତ୍ରାରେ ବହୁତ ଭିଡ଼ ହୁଏ। ଆଉ ଏତେ ଗହଳି ଭିତରେ ତୁ କୁନି ଝିଅଟେ ଅଣନିଶ୍ୱାସୀ ହେଇଯିବୁ। ପୂଜାର କିନ୍ତୁ ଏକା ଜିଦି, ସେ ପୁରୀ ଯିବ ଆଉ ଜଗନ୍ନାଥଙ୍କୁ ଦେଖିବ। ରଘୁନାଥ ବାବୁ ଭଉଣୀ କଥାକୁ କାଟି ନ ପାରି ରଥଯାତ୍ରା ଦିନ ସକାଳୁ ସକାଳୁ ଭାଇ ଭଉଣୀ ଦୁହେଁ ଗାଧାପାଧା କରି ବାହାରି ପଡ଼ିଲେ ପୁରୀ। ରଘୁନାଥ ବାବୁଙ୍କର ଦୋକାନରେ ଟିକେ କାମ ରହିଯାଇଥିଲା। ଆଉ କାମ ସାରି ପୁରୀ ପହଞ୍ଚିଲା ବେଳକୁ 12ଟା ବାଜିଗଲାଣି। ସେତେବେଳକୁ ମହାପ୍ରଭୁଙ୍କର ପହଣ୍ଡି ବିଜେ ସରି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆଉ ବଡ଼ ଭାଇ ବଳଭଦ୍ର ଆଉ ମା ସୁଭଦ୍ରା ରଥ ଉପରେ ବିଜେ କରିସାରିଲେଣି। ଆଉ ରଥ ଭିଡ଼ିବା ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କର ସୁଅ ଛୁଟୁଛି। ଏତେ ଠେଲାପେଲା ଯେ ପାଦ ଥୋଇବାକୁ ବି ଜାଗା ନାହିଁ। ରଘୁନାଥ ବାବୁ ଭଉଣୀର ହାତ ଧରି କର ଆଡ଼େଇ ଆଡ଼େଇ ଯେତେ ଚେଷ୍ଟା କରୁଛନ୍ତି ଭଉଣୀକି ଟିକେ ରଥ ଦୌଡ଼ି ଛୁଆଇଁ ଦେବେ, ହେଲେ ଏତେ ଗହଳି ଭିତରେ ସେ ଯାଇପାରୁନାହାନ୍ତି। ଭକ୍ତମାନଙ୍କର ଜୟ ଜଗନ୍ନାଥ ଧ୍ୱନିରେ ଆଜି କମ୍ପୁଛି ପୁରୀ ବଡ଼ ଦାଣ୍ଡ। ଆଉ ଏତେ ଭିଡ଼ ଭିତରେ ଘଟି ଯାଇଥିଲା ବହୁତ ବଡ଼ ଦୁର୍ଘଟଣା, ଯାହାକୁ ଦେଖି ସବୁ ଭକ୍ତମାନଙ୍କର ଲୋମମୂଳ ଟାଙ୍କୁରି ଉଠିଥିଲା। ସେଦିନ ବଡ଼ ଦାଣ୍ଡରେ ଅଟକି ଯାଇଥିଲା ମହାପ୍ରଭୁଙ୍କର ନନ୍ଦିଘୋଷ ରଥ। ରଘୁନାଥ ବାବୁ ଭଉଣୀର ହାତ ଧରି ମହାପ୍ରଭୁଙ୍କର ରଥ ଦୌଡ଼ି ଛୁଇଁବାକୁ କର ଆଡ଼େଇ ଆଡ଼େଇ ଆଗକୁ ଯାଉଥାନ୍ତି। ଆଉ ଠିକ୍ ସେତିକି ବେଳେ ଭଉଣୀ ପୂଜାର ହାତ ତାଙ୍କ ହାତରୁ ଖସିଗଲା। ଆଉ ପୂଜା ଛୋଟ ପିଲାଟେ, ଏତେ ଠେଲାପେଲା ଭିତରେ ପୂଜା ତଳେ ପଡ଼ିଗଲା। ଆଉ ଭକ୍ତମାନେ ପୂଜାକୁ ଦଳା ଚକଟା କରି ଆଗକୁ ମାଡ଼ି ଚାଲିଛନ୍ତି।
ପୂଜା ଜୋରେ ଚିତ୍କାର କରି ଭାଇ ଭାଇ ଡାକୁଥାଏ। ରଘୁନାଥ ବାବୁ ଦେଖି ବହୁତ ବ୍ୟସ୍ତ ହୋଇପଡ଼ିଲେ। କେମିତି ଏତେ ଗହଳି ଭିତରେ ଭଉଣୀକୁ ଉଠାଇବେ ବୋଲି ପଛକୁ ଆସିବାକୁ ସେ ଭାରି ଚେଷ୍ଟା କରୁଛନ୍ତି, ହେଲେ ଆସିପାରୁନାହାନ୍ତି। ସେପଟେ ଭଉଣୀ ଉପରେ ଭକ୍ତମାନେ ଦଳା ଚକଟା କରି ଆଗକୁ ଆଗକୁ ମାଡ଼ି ଚାଲିଛନ୍ତି। ଏତେ ଭିଡ଼ ଭିତରେ କୁନି ଝିଅର ଡାକ ବା କିଏ ଶୁଣିବ? ରଘୁନାଥ ବାବୁ ବହୁତ ବ୍ୟସ୍ତ ହେଇ ଖାଲି କହୁଥାନ୍ତି, ହେ ଭାଇମାନେ, ମୋ ଭଉଣୀ ତଳେ ପଡ଼ିଯାଇଛି, କେହି ତାକୁ ଉଠେଇ ଦିଅରେ, ତାକୁ ଏମିତି ଦଳା ଚକଟା କରନିରେ, ସେ ଛୋଟ ପିଲାଟା, ସେ ମରିଯିବ। ଦୟାକର ଭାଇମାନେ, ମୋ ଭଉଣୀକୁ ଉଦ୍ଧାର କର। ଏତେ ଠେଲାପେଲା ଭିତରେ ରଘୁନାଥ ବାବୁଙ୍କର ଡାକ ବା କାହାକୁ ଶୁଭିବ? ରଘୁନାଥ ବାବୁ ଅଧୈର୍ଯ୍ୟ ହୋଇପଡ଼ିଲେ। ଆଉ ଦୁଇ ହାତ ଟେକି ଦେଇ ମହାପ୍ରଭୁଙ୍କର ନନ୍ଦିଘୋଷ ରଥକୁ ଅନେଇ କହୁଥାନ୍ତି, ହେ ଜଗତର ନାଥ ଜଗନ୍ନାଥ, ଅଟକେଇ ଦିଅ ତୁମର ନନ୍ଦିଘୋଷ ରଥ, ବନ୍ଦ କର ତୁମର ଏ ରଥଯାତ୍ରା। ଯଦି ତୁମେ ସତରେ ଅଛ କାଳିଆ ସାଆନ୍ତ, ମୋ ଭଉଣୀକୁ ତୁମେ ଉଦ୍ଧାର କର ଠାକୁରେ। ଗୋଟିଏ ବୋଲି ଭଉଣୀ ମୋର, ପିଲାଟି ବେଳରୁ ମୁଁ ବାପା ମାଆଙ୍କୁ ହରେଇଛି। ଜୀବନରେ ମୁଁ ବହୁତ କଷ୍ଟ ପାଇଲାଣି, ଆଉ ସହିପାରୁନି ଜଗନ୍ନାଥ। ମୋ ଭଉଣୀକୁ ମୋତେ ଫେରେଇ ଦିଅ ଠାକୁରେ। ଏମିତି କହି ଜୋରେ ଚିତ୍କାର କରି ରଘୁନାଥ ବାବୁ ବହୁତ କାନ୍ଦୁଥାନ୍ତି। ଆଖିରୁ ଧାର ଧାର ହେଇ ଲୁହ ବୋହି ଯାଉଥାଏ। ରଘୁନାଥ ବାବୁଙ୍କର ସେହି ବିକଳ ଡାକ କାହାକୁ ଶୁଭୁ କି ନ ଶୁଭୁ, ହେଲେ ଶୁଣି ପାରିଥିଲେ ସେଇ ମହାପ୍ରଭୁ ଶ୍ରୀ ଜଗନ୍ନାଥ। ସେଦିନ ରଥଯାତ୍ରା ଦିନ ଘଟି ଯାଇଥିଲା ବହୁତ ବଡ଼ ଚମତ୍କାରଟିଏ। ଅଟକି ଯାଇଥିଲା ମହାପ୍ରଭୁଙ୍କର ନନ୍ଦିଘୋଷ ରଥ ଅଧା ବାଟରେ। ସବୁ ଭକ୍ତମାନେ ବହୁତ ଚେଷ୍ଟା କରି ରଥକୁ ଆଗକୁ ଟାଣିବାକୁ ଲାଗୁଥିଲେ, ହେଲେ ପାଦେ ହେଲେ ଘୁଞ୍ଚୁ ନଥିଲା ନନ୍ଦିଘୋଷ ରଥ। ରଘୁନାଥ ବାବୁ ଆଗ ପଛ କିଛି ନ ଭାବି ଦୌଡ଼ିଗଲେ ଭଉଣୀକୁ ଉଦ୍ଧାର କରିବାକୁ। ଆଉ ଭଉଣୀକୁ ତଳେ ଉଠେଇ ଦେଇ ଭଉଣୀକୁ ଚାବୁଡ଼ି ଧରି ବହୁତ କାନ୍ଦିଲେ। ରଘୁନାଥ ବାବୁ ଜଗନ୍ନାଥଙ୍କର ନନ୍ଦିଘୋଷକୁ ସେମିତି ଅନେଇଥାନ୍ତି। ତାପରେ ସାଙ୍ଗେ ସାଙ୍ଗେ ଗଡ଼ିବାକୁ ଲାଗିଲା ନନ୍ଦିଘୋଷ ରଥ। ରଘୁନାଥ ବାବୁ ଆଶ୍ଚର୍ଯ୍ୟଚକିତ ହେଇ ସେମିତି ଅନେଇଥାନ୍ତି। ସେଦିନ ସେ ସବୁ ବୁଝିପାରିଥିଲେ। ଆଉ ଜୋରେ ଚିତ୍କାର କରି କହିଲେ, ତୁମେ ସତରେ ଅଛ ଜଗନ୍ନାଥ। କିଏ କହିଲା ତୁମେ କାଠର ଠାକୁର? ତୁମେ ଭକ୍ତିର ଠାକୁର। ତୁମ ଲୀଳା କେବଳ ତୁମକୁ ହିଁ ଜଣା କାଳିଆ ଠାକୁର।